ନା ଆଜି ସ୍ୱର୍ଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କର 11ତମ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେଲି। ନିତ୍ୟାନନ୍ଦ ପାଠାଗାରର ଅନୁଷ୍ଠାନ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତ ନିଶ୍ଚିତ ଭାବରେ ସ୍ୱର୍ଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କର ଗୁଣ ସେ ଏକାଧାରରେ ସେ ଜଣେ ବାମପନ୍ଥୀ ବିଚାରଧାରାର ବ୍ୟକ୍ତି ଥିଲେ। ସେ ବରିଷ୍ଠ ବିରଳ ବ୍ୟକ୍ତିତ୍ୱ ଥିଲେ, ଯିଏକି ମାନେ ପ୍ରାୟ 20 ଖଣ୍ଡ ଗାଁରେ ମୁରବୀ ଥାଇକି ମଧ୍ୟ କେବେ ହେଲେ ମଧ୍ୟ ଲୋକଙ୍କୁ କୋର୍ଟ କଚେରୀ ଯିବାକୁ ଦେଉନଥିଲେ। ଏଇଭଳିଆ ନ୍ୟାୟ ସେ ଲୋକଙ୍କୁ ଦେଉଥିଲେ। ତାଙ୍କର ପ୍ରଚେଷ୍ଟାରେ ଏହି ଅଞ୍ଚଳରେ ଆପଣଙ୍କର ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ସେ ସିନେଟ୍ର ମେମ୍ବର ଥିଲେ ଉତ୍କଳ ୟୁନିଭର୍ସିଟିର। ସେ SKCG କଲେଜରେ ଗଭର୍ଣ୍ଣିଂ ବଡ଼ିର ମେମ୍ବର ଥିଲେ। ସେ କେବେ ହେଲେ ମଧ୍ୟ ନିଜର ବିଚାରଧାରା ସହିତ କେବେ ହେଲେ ମଧ୍ୟ ସାଲିସ କରିନଥିଲେ। ତ କହିବାକୁ ଗଲେ ସେଇଭଳିଆ ବ୍ୟକ୍ତିତ୍ୱଙ୍କର କାର୍ଯ୍ୟକ୍ରମରେ ମୁଁ ଆଜି ଯୋଗ ଦେଇ ନିଜକୁ ଧନ୍ୟ ମଣିଲି। ଆଉ ସେ ଯେଉଁଠାରେ ଥିଲେ ମଧ୍ୟ ତାଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏବଂ ତାଙ୍କର ଯେଉଁ ଅବଦାନ ରହିଛି ଏହି ଅଞ୍ଚଳ ପ୍ରତି, ସେ ଯେଉଁଠି ଥିଲେ ମଧ୍ୟ ଏହି ଅଞ୍ଚଳ ପ୍ରତି ଆଶୀର୍ବାଦ ରହୁ। ଏବଂ ତାଙ୍କର ଯେଉଁ ପରିବାର ଅଛନ୍ତି, ସେ ପରିବାର ଯେଉଁ ଏଭଳିଆ କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି, ଏ ଅନୁଷ୍ଠାନର ମଧ୍ୟ ଉତ୍ତରୋତ୍ତର କାମନା କରୁଛି। ଯେ ବିଧାୟକ ହିସାବରେ ଏ ଅନୁଷ୍ଠାନର ମାନେ ଭଲ ପାଏ ବୋଲିକି ଯାହା ମୋର ସହଯୋଗ ରହିବା କଥା ରହିବ। ଏବଂ ସେଇଭଳିଆ ବ୍ୟକ୍ତିତ୍ୱଙ୍କର ଚିନ୍ତାଧାରାରେ ମଧ୍ୟ ସମସ୍ତେ ବ୍ରତୀ ହୁଅନ୍ତୁ, ଏହା ହେଉଛି ମୋର କାମନା। ବ୍ରାହ୍ମଣ, ବୟସ 92, ମୋର ବର୍ତ୍ତମାନ ସାହିତ୍ୟ ଏକାଡେମୀର ଅନେକ ପୁରସ୍କାର ଲକ୍ଷ ଲକ୍ଷ ଟଙ୍କା ମୁଁ ପାଇଛି। ଲେଖକ ଜଣେ, ଆଉ ଗୁରୁ ତାଲିମ କେନ୍ଦ୍ରର ପ୍ରଧାନ ଶିକ୍ଷକ ଭାବରେ ମୁଁ ଚାକିରି ଅବସର ନେଇଛି। ଆଉ ଏଇଠି ନୂଆ ଆଜି ନୁହେଁ, ଆଗରୁ 3-4 ଥର ବି ନିତ୍ୟାନନ୍ଦ ପଟ୍ଟନାୟକଙ୍କର ଏ ବାର୍ଷିକୀରେ ମୁଁ ଯୋଗ ଦେଇଛି। ଆଉ ଯୋଗ ଜନ୍ମା ଅନନ୍ୟ ବ୍ୟକ୍ତି ହେଉଛନ୍ତି ନିତ୍ୟାନନ୍ଦ ପଟ୍ଟନାୟକ। ବହୁ ଗୁଣର ଅଧିକାରୀ, ନିର୍ଭୀକ ବକ୍ତା, ପ୍ରଜାସେବକ। ଆଉ ଏତେ ଲୋକଙ୍କର ସମାଗମରେ ଚିକିଟିର ବିଧାୟକ ଆମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି, ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଏବଂ ସୂର୍ଯ୍ୟନାରାୟଣ ପଟ୍ଟନାୟକ ସମ୍ପାଦକ ହିସାବରେ ବହୁତ ପରିଶ୍ରମ କରି, ବହୁ ଅର୍ଥ ସାଧ୍ୟ କରି ବାପାଙ୍କ ସୁନାମ ପାଇଁ ଏଇ ଯେଉଁ ଆୟୋଜନ କରିଛନ୍ତି, ମୁଁ ଖୁବ୍ ମନ୍ତ୍ରମୁଗ୍ଧ ଭଳିଆ ତାକୁ ଦେଖିକିରି ବିମୋହିତ ହେଇଛି। ଆଉ ତାଙ୍କୁ ଆଶୀର୍ବାଦ କରୁଛି, ସେ ବି ୟାକୁ ଉତ୍ତରୋତ୍ତର ଉନ୍ନତି କରନ୍ତୁ। ଆମର ସାହାଯ୍ୟ ସହଯୋଗ ଯାହା ଦରକାର ତାହା ଆମେ ଦେବାକୁ ପ୍ରସ୍ତୁତ ଅଛି।